ପିଲାମାନେ ଆଜି ଆମେ ଦେଖିବା ଆମର ସପ୍ତମ ଶ୍ରେଣୀ ବିଜ୍ଞାନ ବହିର ଦ୍ୱିତୀୟ ଚାପ୍ଟର କ'ଣ ଭୌତିକ ଓ ରାସାୟନିକ ପଦାର୍ଥର ଅଭ୍ୟାସ ପ୍ରଶ୍ନ ପତ୍ର କରିବା ହେଲା। ଏକ ନମ୍ବର କ'ଣ ଦେଇଛି, ନିମ୍ନଲିଖିତ ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ କେଉଁ ଗୁଡ଼ିକ ଭୌତିକ ପରିବର୍ତ୍ତନ ଲେଖିବା ପିଲାମାନେ। ତାହେଲେ ଦେଖ, ତାହେଲେ ପ୍ରଥମ ଦେଇଛି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା, ଇଏ ଗୋଟେ ନୁହଁ ପିଲାମାନେ ଭୌତିକ ପରିବର୍ତ୍ତନ। ପୁରୁଣା କାଗଜ ବ୍ୟବହାର କରି ଠୁଙ୍ଗା ତିଆରି କରିବା, ପିଲାମାନେ ଏଇଟା ଗୋଟେ ଭୌତିକ ପରିବର୍ତ୍ତନ। ଗୋଟିଏ ତମ୍ବା ମୁଦ୍ରାକୁ ପିଟି ପିଟି ଚେପ୍ଟା କରିବା ହେଲା, ଏଇଟା ମଧ୍ୟ ଗୋଟେ ଭୌତିକ ପରିବର୍ତ୍ତନ। ସ୍ୱଚ୍ଛ ଚୂନ ପାଣିକୁ ଗୋଟେ ସରୁ ମୁହଁ ଥିବା ଶିଶିରେ ନେଇ ଫୁଙ୍କିବା ନାହିଁ। ବିଭିନ୍ନ ଆବର୍ଜନା ପଦାର୍ଥରୁ ଖତ କରିବା, ସବୁ ରାସାୟନିକ ପରିବର୍ତ୍ତନ, ଏଇଟା ନୁହଁ। ତୁଳାରୁ ସୂତା ପ୍ରସ୍ତୁତ କରିବା, ତାହେଲେ ଏଇ ତିନିଟାଙ୍କ ହେଲା, ଖ ଗ ଆଉ ଚ ହଉଛି ଆମର ଭୌତିକ ପରିବର୍ତ୍ତନ, ଏଇ ତିନିଟାଙ୍କ ବୁଝିଗଲା। ତାପରେ ପିଲାମାନେ ଆମକୁ 2 ନମ୍ବର ଦେଇଛି, ନିମ୍ନଲିଖିତ ପରିବର୍ତ୍ତନ ଗୁଡ଼ିକ ମଧ୍ୟରୁ କେଉଁଟି ଭୌତିକ କିନ୍ତୁ ଅପ୍ରତ୍ୟାବର୍ତ୍ତୀ ହେଲା। ତାହେଲେ ପିଲାମାନେ ଆଇସ୍କ୍ରିମ ତରଳି ଯିବା ନାହିଁ ହେଲା, ଅପ୍ରତ୍ୟାବର୍ତ୍ତୀ ମାନେ ପୁଣି ଥରେ ପୂର୍ବ ଅବସ୍ଥାକୁ ଫେରି ଆସିବ। ଆଇସ୍କ୍ରିମ ତରଳି ଗଲେ ପୁଣି ଥରେ ପୂର୍ବ ଅବସ୍ଥାକୁ ଫେରି ଆସିବ କି କହିଲେ ପିଲାମାନେ, ଆଇସ୍କ୍ରିମଟା ଯଦି ଆମର ତରଳି ଯାଉଛି ପୂର୍ବ ଅବସ୍ଥାକୁ ଫେରି ଆସିବ କି ନାହିଁ ହେଲା। ତାହେଲେ ଜଳକୁ ବରଫ କରିଦେବା, ବରଫକୁ ପୁଣି ଜଳ କରିଦେବା, କିନ୍ତୁ ଆଇସ୍କ୍ରିମ ନୁହଁ। ତାପରେ ଇଲେକ୍ଟ୍ରିକ ବଲ୍ବ ଜଳାଇବା, ଇଲେକ୍ଟ୍ରିକ ବଲ୍ବ ଜଳାଇବା ନୁହଁ, ସିଏ ଚାଇନା ମାଟିରେ ତିଆରି ଫୁଲଦାନୀ ଭାଙ୍ଗିଯିବା। ହଁ ପିଲାମାନେ ଏଇଟା ହେଲା ଅପସନ୍ ଏଇଟା ହେଲା, ଏଇଟା ହଉଛି କରେକ୍ଟ ଆନ୍ସର। ତାପରେ 3 ନମ୍ବର ଦେଖିବା, ଦେଇଛି ଆମକୁ ଗୋଟିଏ କାଠ ଗଡ଼କୁ ଛୋଟ ଛୋଟ କରି କାଟି ଜଳାଇବାରେ ଦୁଇଟି ଭିନ୍ନ ଭିନ୍ନ ପରିବର୍ତ୍ତନ ହୋଇଥାଏ, ଦୁଇଟି କାରଣ ସହ ବୁଝା। ଗୋଟେ କାଠ ଗଡ଼କୁ କ'ଣ ଛୋଟ ଛୋଟ କାଠି ଗଢ଼ିଲେ କ'ଣ ପରିବର୍ତ୍ତନ ହୋଇଥାଏ। ତାହେଲେ ଗୋଟେ କାଠ ଗଡ଼କୁ ଛୋଟ ଛୋଟ କରି କାଟିଲେ କ'ଣ ଭୂତିଲ ପରିଧବ ଘଟିଥାଏ। କାଲ ହାଇଟ୍ କାରଣ ପଦାର୍ଥର ଉତ୍ପନ୍ନ କ'ଣ ହୋଲ ନଥାଏ। କାଠକଣ୍ଡାଟିକୁ ଜଳାଇଲେ ରାସାୟନିକ ପରିବର୍ତ୍ତନ ଘଟେ, କାରଣ କାଠକଣ୍ଡାଟି ଜଳି ନୂତନ କିମ୍ବା ପାଉଁଶ ଉତ୍ପନ୍ନ ହୋଇଥାଏ। 4 ନମ୍ବର ପିଲାମାନେ ଦେଇଛି, ନିମ୍ନଲିଖିତ ଅସମତୁଲ ରାସାୟନିକ ସମୀକରଣ ଗୁଡ଼ିକୁ ସମତୁଲ କର। ପିଲାମାନେ ସମତୁଲ ତ ମୁଁ ବୁଝେଇଥିଲି ବିଷୟ ପଢ଼େଇଲା ବେଳେ, ତାକୁ ସମତୁଲ କରିବା ଶିଖିବ। ତାହେଲେ ସୋଡ଼ିୟମ ଏପଟେ ଏଇତକ ଆମର କ'ଣ କହିବା, ଆକୁ ପ୍ରତିକାରକ, ଆଉ ତୀରର ଡାହାଣ ପଟେ ଯାହା ଥିବ ଉତ୍ପାଦ, ତୀରର ବାମ ପଟେ ପ୍ରତିକାରକ ବା ରିଆକ୍ଟାଣ୍ଟ, ଆଉ ତୀରର ଡାହାଣ ପଟେ ହେଉଛି ଉତ୍ପାଦ ବା ପ୍ରଡକ୍ଟ ବୋଲି କହିବା। ତାହେଲେ ସୋଡ଼ିୟମ ଅଛି ଏନେ ପିଲାମାନେ ପ୍ରତିକାର ଘରେ କେତେଟା ଅଛି, ଗୋଟେ ଅଛି ହେଲା, କିଛି ଲେଖା ହେଇନି ମାନେ ଗୋଟେ ହେଲା। ଆଉ ଏନେ କେତେଟା ଅଛି, ଦିଟା ବୁଝିହେଲା। ଅକ୍ସିଜେନ ଏଠି କେତେଟା, ଦିଟା, ଏଠି ଗୋଟେ। ତାହେଲେ ପ୍ରଥମେ ଆମେ ଅକ୍ସିଜେନକୁ ସମତୁଲ କଲା ପିଲାମାନେ, ଏପଟେ ଦିଟା ଅଛି, ଆମେ Na2O ହେଲା। ତାହେଲେ ଏଠି ଆମେ 2 ଗୁଣି ଦେବା କି ନାହିଁ ହେଲା, ତାହେଲେ ଏଇଠି ଆମେ 2 ଗୁଣି ଦେଲେ, 2 ଗୁଣି ଦେବାରୁ କ'ଣ ହେଇଗଲା, ଅକ୍ସିଜେନ ବର୍ତ୍ତମାନ ସମତୁଲ ହେଇଗଲା। ସୋଡ଼ିୟମ କେତେଟା ଅଛି, 2 2 4ଟା ହେଇଗଲା, ତାହେଲେ ସୋଡ଼ିୟମକୁ ଏଠି 4 ଗୁଣି ଦେବା ବୁଝିହେଲା। ଦେଖ ଏମିତି କରାହେଇଛି କି ନାହିଁ, ସବୁ ତ କୋଶ୍ଚିନ୍ ସେଇଭଳି ଭାବରେ କରିବ। 5 ନମ୍ବର ପିଲାମାନେ ଆମକୁ ଦେଇଛି, ନିମ୍ନଲିଖିତ ରାସାୟନିକ ସମତୁଲ ରାସାୟନିକ ସମୀକରଣର କ'ଣ ଦର୍ଶା। ପିଲାମାନେ ଏଠି ଆମକୁ ଦେଇଛି ମାନେ ଲେଖିଦେଇଛି ହେଲା, ଆମେ ତାକୁ କ'ଣ କରିବା, ତାର ଯେଉଁ ଇଏରେ ଲେଖିବା ହେଲା, ତାର ମୌଳିକ ଇଏରେ, ତାହେଲେ ସଂକେତରେ ଆଲୁମିନିୟମ L, ଅକ୍ସିଜେନ O2 ଏମିତି ହେଲା। ତାହେଲେ ଦେଇଛି ଆଲୁମିନିୟମ ଅମ୍ଳଜାନ ସହ ପ୍ରତିକ୍ରିୟା କରି ଆଲୁମିନିୟମ ଅକ୍ସାଇଡ୍ ଉତ୍ପନ୍ନ କରେ ହେଲା। ଆଲୁମିନିୟମ ଅମ୍ଳଜାନ ସହିତ ପ୍ରତିକ୍ରିୟା କଲା, ତିଆରି ହେବ ଆଲୁମିନିୟମ ଅକ୍ସାଇଡ୍ Al2O3। ବର୍ତ୍ତମାନ ତାକୁ ଆମେ ସମତୁଲ କରିଦେବ ବୁଝିହେଲା। ସେଇଭଳି ଭାବରେ 5 ନମ୍ବର କରିବ ହେଲା। ତ ମୁଁ ଭଲ ଭାବରେ ବିଷୟରେ ବୁଝେଇଛି ଯେମିତି ସେମିତି 5 ନମ୍ବର କରିଚାଲିବ। এটা ପିଲାମାନେ କାର୍ବନ ମନୋକ୍ସାଇଡ୍ ହେଲା, କାର୍ବନ ମନୋକ୍ସାଇଡ୍ ଅମ୍ଳଜାନରେ ଦହିତ ହେଲେ କ'ଣ କାର୍ବନ ଡାଇଅକ୍ସାଇଡ୍ ଉତ୍ପନ୍ନ ହୁଏ ବା ଅଙ୍ଗାରକାମ୍ଳ ଉତ୍ପନ୍ନ ହୁଏ। ଅଙ୍ଗାରକାମ୍ଳ ହେଲେ ଆମର CO2, କାର୍ବନ ମନୋକ୍ସାଇଡ୍ ଅମ୍ଳଜାନ ସହିତ ରିଆକ୍ସନ କଲା, ତାକୁ ବର୍ତ୍ତମାନ ସମତୁଲ କରିବ। ତାପରେ 6 ନମ୍ବର ଆମକୁ ଦେଇଛି, ଏଇ ସମୀକରଣଟି ଠିକ୍ କି ଭୁଲ ଯଥାର୍ଥ ସହ ବୁଝାଅ। ପିଲାମାନେ ଦେଖ, ପିଲାମାନେ এই ସମୀକରଣଟି ଆମର ଭୁଲ ଅଛି, କାହିଁକି, କାରଣ ଆମର ରାସାୟନିକ ସମୀକରଣ ଲେଖିଲା ବେଳେ ପ୍ରତିକାରକ ଗୁଡ଼ିକ ଏବଂ ଅଣୁ ସଂକେତ ଓ ଉତ୍ପାଦ ଗୁଡ଼ିକର ଅଣୁ ସଂକେତ ସାହାଯ୍ୟରେ ଆମେ ଗୋଟେ ରାସାୟନିକ ପ୍ରତିକ୍ରିୟାକୁ ପ୍ରକାଶ କରୁ ହେଲା। ଦେଇଛି ଏଠି ହାଫ୍ O2 ବୁଝିହେଲା, ହାଫ୍ O2 ଦେଇଛି କି ନାହିଁ,
ହେଲା। ଅମ୍ଳଜାନ ଅଣୁ ସଂକେତ O2 ଅମ୍ଳଜାନ ହାଫ୍ O2 ଅଣୁର ସଂକେତ ନୁହେଁ। O2 ହେଉଛି ଅମ୍ଳଜାନର ଅଣୁ ସଂକେତ ହେଲା। ତାହେଲେ ଏଇ ରାସାୟନିକ ପ୍ରତିକ୍ରିୟାଟି ହେଉଛି ଭୁଲ।